जय जीशु। प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। उत्पत्ति अध्याय 43। देशरे दुर्भिक्ष अत्यधिक भयावह कहला। इजिप्टरू आनीत शस्य भक्षण करी समाप्त ହେଲା ପରେ ସେମାନଙ୍କ ପିତା କହିଲେ, ତୁମ୍ଭେ ମାନେ ପୁନରାୟ ଯାଇ ଅଳ୍ପ ଶସ୍ୟ କ୍ରୟ କରି ଆଣ। କିନ୍ତୁ ଜୁଦା ତାଙ୍କୁ କହିଲେ, ତୁମ ଭ୍ରାତାକୁ ସଙ୍ଗରେ ଘେନି ନ ଆସିଲେ ତୁମ୍ଭେ ମାନେ ମୋତେ ଦେଖିପାରିବ ନାହିଁ ବୋଲି ସେହି ବ୍ୟକ୍ତି ଆମକୁ କଠୋର ଚେତାବନୀ ଶୁଣାଇ ଅଛନ୍ତି। ଆମ ସହୋଦରକୁ ସଙ୍ଗରେ ପଠାଇଲେ ଆମେ ଯାଇ ଶସ୍ୟ କ୍ରୟ କରି ଆଣିବୁ। ତୁମେ ଯଦି ତାକୁ ପଠାଇବ ନାହିଁ ତେବେ ଆମେ ଯାଇପାରିବୁ ନାହିଁ। କାରଣ ସେହି ବ୍ୟକ୍ତି ଆମକୁ କହିଅଛନ୍ତି, ତୁମ ଭାଇ ତୁମ ସହ ନ ଆସିଲେ ତୁମ୍ଭେମାନେ ମୋହର ମୁଖ ସଂଦର୍ଶନ କରିପାରିବ ନାହିଁ। ତହୁଁ ଇସ୍ରାଏଲ ପଚାରିଲେ, ତୁମ୍ଭମାନଙ୍କର ଅନ୍ୟ ଜଣେ ସହୋଦର ମଧ୍ୟ ଅଛି ବୋଲି କହି ତୁମେ କାହିଁକି ମୋର ଅପକାର କଲ? ସେମାନେ ପ୍ରତି ଉତ୍ତର ଦେଲେ, ଆମ ତଥା ଆମ ଆତ୍ମୀୟମାନଙ୍କ ସମ୍ପର୍କରେ ସେ ବିଶଦାନ୍ୱେଷଣ କଲେ। ତୁମ ପିତା କ'ଣ ଅତ୍ୟାବଧି ଜୀବିତ ରହିଛନ୍ତି? ତୁମ୍ଭମାନଙ୍କର ଅନ୍ୟ କୌଣସି ଭ୍ରାତା ଅଛି? ତାଙ୍କର ଏହିଭଳି ପ୍ରଶ୍ନଗୁଡ଼ିକର ଉତ୍ତର ମାତ୍ର ଆମେ ଦେଇଅଛୁ। କିନ୍ତୁ ସହୋଦରକୁ ମଧ୍ୟ ସଙ୍ଗରେ ଘେନି ଆସ ବୋଲି ଆମକୁ କହିବେ, ଆମେ ତାହା କିପରି ବା ଅନୁମାନ କରିପାରିଥାନ୍ତୁ? ସେ ସମୟରେ ଜୁଦା ନିଜ ପିତା ଇସ୍ରାଏଲକୁ କହିଲେ, ଆମେ ଅର୍ଥାତ୍ ତୁମେ, ଆମେ ତଥା ଆମର ସମସ୍ତ ଶିଶୁଗଣ ଯେପରି ମୃତ୍ୟୁଭୋଗ ନ କରି ଜୀବିତ ରହୁ, ସେଥିପାଇଁ ବାଳକଟିକୁ ମୋ ସହ ପଠାଇ ଦିଅ। ତାହା ହେଲେ ପ୍ରସ୍ଥାନ କରିବା ପାଇଁ ଆମେ ପ୍ରସ୍ତୁତ। ମୁଁ ତା ପାଇଁ ଜାମିନ ଭାବେ ଠିଆ ହେବି। ମୋ ହସ୍ତରୁ ତୁମେ ତାକୁ ଫେରି ପାଇବ। ମୁଁ ଯଦି ତାକୁ ତୁମ ପାଖକୁ ଫେରାଇ ନ ଆଣେ ତେବେ ସେହି କାର୍ଯ୍ୟରେ ଦୋଷ ମୁଁ ଚିରକାଳ ପାଇଁ ବହନ କରିବି। ଆମେ ଯଦି ଏଯାବତ୍ ବିଳମ୍ବ କରିନଥାନ୍ତୁ ତାହାହେଲେ ଇତିମଧ୍ୟରେ 2 ବାର ଯାଇ ପ୍ରତ୍ୟାବର୍ତ୍ତନ କରିଥାନ୍ତୁ। ତହୁଁ ସେମାନଙ୍କ ପିତା ଇସ୍ରାଏଲ କହିଲେ, ତାହା ଯଦି ଅନିବାର୍ଯ୍ୟ ତେବେ ଏହା କର। ଏହି ଦେଶ ଉତ୍ପନ୍ନ ପଦାର୍ଥ ଗୁଡ଼ିକରୁ ସୁଗନ୍ଧ ତୈଳ, ମଧୁ, ସୁଗନ୍ଧ ଦ୍ରବ୍ୟ, ଝୁଣା, ପେସ୍ତା ଫଳ, ବାଦାମ ପ୍ରଭୃତି କିଛି ବସ୍ତୁ ଘେନି ଯାଇ ତାଙ୍କୁ ଉପହାର ରୂପେ ପ୍ରଦାନ କର। 2 ଗୁଣ ଅର୍ଥ ମଧ୍ୟ ନେଇଯାଅ। ତୁମର ଥଳି ମୁଖରେ ଫେରାଇ ଦେଇଥିବା ସେହି ଅର୍ଥ ମଧ୍ୟ ସଙ୍ଗରେ ଘେନିଯାଅ। ହୁଏତ ଅସାବଧାନତା ଯୋଗୁଁ ତାହା ଏକ ଭୁଲ ହୋଇପାରେ। ତୁମ ସହୋଦରକୁ ସଙ୍ଗରେ ଘେନି ସେହି ବ୍ୟକ୍ତିଙ୍କ ପାଖକୁ ଯାଅ। ସର୍ବଶକ୍ତିମାନ ଈଶ୍ୱର ତାଙ୍କ ସମ୍ମୁଖରେ ତୁମ ପ୍ରତି ସଦୟ ହୁଅନ୍ତୁ। ସେ ତୁମର ଅନ୍ୟ ଭ୍ରାତା ଓ ବେଞ୍ଜାମିନକୁ ପ୍ରତ୍ୟାବର୍ତ୍ତନ କରାଇବାକୁ ସୁଯୋଗ ଦିଅନ୍ତୁ। ମୁଁ ଯଦି ମୋର ପୁତ୍ରମାନଙ୍କ ଠାରୁ ବିୟୋଗ ବିଧୁର ହେବାକୁ ଥାଏ ତେବେ ତାହା ହିଁ ହେଉ।
ଅନନ୍ତର ସେମାନେ ଉପହାର ଗୁଡ଼ିକୁ ତଥା ଦ୍ୱିଗୁଣ ଅର୍ଥ ସଙ୍ଗରେ ନେଇ ବେଞ୍ଜାମିନଙ୍କ ସମେତ ଇଜିପ୍ଟ ଅଭିମୁଖେ ପ୍ରସ୍ଥାନ କରି ଯୋସେଫଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ସେମାନଙ୍କୁ ଗହଣରେ ବେଞ୍ଜାମିନକୁ ଦେଖି ଯୋସେଫ ନିଜ ଗୃହର ଦେବାନକୁ କହିଲେ, ସେମାନଙ୍କୁ ଗୃହ ମଧ୍ୟକୁ ଆମନ୍ତ୍ରଣ କର। ପଶୁଟିଏ ହତ୍ୟା କରି ଗୋଟିଏ ଭୋଜି ପର୍ବ ଆୟୋଜନ କର, କାରଣ ସେମାନେ ଆଜି ମଧ୍ୟାହ୍ନ ସମୟରେ ମୋ ଗହଣରେ ଭକ୍ଷଣ କରିବେ। ଯୋସେଫଙ୍କ ଆଦେଶ ମୁତାବକ ସେମାନଙ୍କୁ ଗୃହକୁ ଘେନି ଆଣିଲେ। ଯୋସେଫଙ୍କ ଗୃହରେ ପ୍ରବେଶ କଲା ସମୟରେ ସେମାନେ ଭୟ ଶଙ୍କିତ ହେଲେ। ସେ ସମୟରେ ସେମାନେ କହିଲେ, ପୁନର୍ବାର ଥଳି ମଧ୍ୟରେ ଫେରାଇ ଦେଇଥିବା ଅର୍ଥ ସକାଶେ ସେ ଆମକୁ ଏଠାକୁ ଡକାଇ ଅଛନ୍ତି। ଏକ ସୁଯୋଗ ଖୋଜି ଆମକୁ ବଶୀଭୂତ କରିବା, ଆମକୁ ତାଙ୍କର ଦାସ ଓ ଆମ ଗର୍ଦ୍ଦଭ ଗୁଡ଼ିକୁ କରାୟତ୍ତ କରିବା, ଏହା ହେଲା ତାଙ୍କର ଉଦ୍ଦେଶ୍ୟ। ତହୁଁ ସେମାନେ ଗୃହ ଦ୍ୱାର ଦେଶ ସମୀପରେ ଯୋସେଫଙ୍କ ଗୃହ ଦେବାନର ସ୍ୱନିହିତ ହୋଇ କହିଲେ, ହେ ପ୍ରଭୁ, ଆମେ ପୂର୍ବରେ ଶସ୍ୟ କ୍ରୟ କରିବା ପାଇଁ ଥରେ ଏଠାକୁ ଆସିଥିଲୁ। ପ୍ରତ୍ୟାବର୍ତ୍ତନ ଯାତ୍ରା ମଧ୍ୟରେ ପାନ୍ଥଶାଳାରେ ଆସି ପହଞ୍ଚି ଥଳିକୁ ଖୋଲିଲା ବେଳେ ଆମ ସମସ୍ତଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥ ଆମ ଥଳି ମାଧ୍ୟମରେ ଫେରାଇ ରଖାଯାଇଥିବା ଦେଖିଲୁ। ସୁତରାଂ ଆମେ ତାହା ପୁନର୍ବାର ଫେରି ଆଣିଅଛୁ। ଶସ୍ୟ କ୍ରୟ କରିବା ପାଇଁ ଆମେ ଅଧିକ ଅର୍ଥ ମଧ୍ୟ ସଙ୍ଗରେ ନେଇ ଆସିଛୁ। ଥଳି ମଧ୍ୟରେ କିଏ ବା ସେହି ଅର୍ଥ ରଖିଥିଲା ଆମେ ତାହା ଜାଣୁନାହୁଁ। କିନ୍ତୁ ସେ ପ୍ରତ୍ୟୁତ୍ତର ଦେଲା, ପ୍ରଶାନ୍ତ ଚିତ୍ତ ହୁଅ ଓ ଭୟନୀତ ହୁଅ ନାହିଁ। ତୁମ ତଥା ତୁମ ପିତାଙ୍କ ଈଶ୍ୱର ଥଳିରେ ସେହି ଅର୍ଥ ନିକ୍ଷେପ କରିଥିବେ। ତୁମର ଅର୍ଥ ମୁଁ ଗ୍ରହଣ କରିଅଛି। ପରେ ସେ ସିମେୟନଙ୍କୁ ସେମାନଙ୍କ ପାଖକୁ ଘେନି ଆଣିଲା। ତତ୍ପରେ ସେମାନଙ୍କୁ ଗୃହକୁ ଆନୀତ କରାଇ ସେ ଜଳ ଦେଲା ଓ ସେମାନେ ନିଜ ନିଜର ପାଦ ପ୍ରକ୍ଷାଳନ କଲେ। ସେମାନଙ୍କ ଗର୍ଦ୍ଦଭ ଗୁଡ଼ିକ ମଧ୍ୟ ସେ ଖାଦ୍ୟ ପରିବେଷଣ କଲେ। ମଧ୍ୟାହ୍ନ ସମୟରେ ଯୋସେଫଙ୍କ ଆଗମନ ପୂର୍ବରୁ ସଙ୍ଗରେ ଆଣିଥିବା ଉପହାର ଗୁଡ଼ିକକୁ ସେମାନେ ପ୍ରସ୍ତୁତ କରି ରଖିଲେ, କାରଣ ସେମାନେ ଜାଣିଥିଲେ ଯେ ସେମାନେ ସେଠାରେ ଭକ୍ଷଣ କରିବେ। ଯୋସେଫ ଗୃହରେ ପ୍ରବେଶ କରିବାରୁ ସେମାନେ ସଙ୍ଗରେ ଆଣିଥିବା ଉପହାର ଗୁଡ଼ିକକୁ ନେଇ ଯୋସେଫଙ୍କ ପାଖକୁ ଆସିଲେ। ସେମାନେ ତାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ସେ ସେମାନଙ୍କୁ କୁଶଳ ପ୍ରଶ୍ନ ପଚାରିଲେ, ତୁମ ପିତା କ'ଣ ସୁଖରେ ଅଛନ୍ତି? ତୁମେ ମୋତେ ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ବିଷୟରେ କହିଥିଲ, ସେ କ'ଣ ଅତ୍ୟାବଧି ବିଷୟରେ କହିଥିଲେ? ସେ କ'ଣ ଜୀବିତ ଅଛନ୍ତି? ସେମାନେ କହିଲେ, ତୁମର ଦାସ ଆମ ପିତା ସୁଖରେ ଅଛନ୍ତି, ସେ ଅତ୍ୟାବଧି ଜୀବିତ। ତତ୍ପରେ ସେମାନେ ନତମସ୍ତକ ହୋଇ ପ୍ରଣିପାତ କଲେ। ସେ ଚକ୍ଷୁ ଉତ୍ତୋଳନ କରି ନିଜ ସହୋଦର ତଥା ନିଜ ମାତାଙ୍କ ପୁତ୍ର ବେଞ୍ଜାମିନ ସେଠାରେ ଦଣ୍ଡାୟମାନ ଥିବା ଦେଖି କହିଲେ, ତୁମେ ତୁମର ଯେଉଁ କନିଷ୍ଠ ସହୋଦର ସମ୍ବନ୍ଧରେ ମୋତେ କହିଥିଲ, ସେ କ'ଣ ଏହି? ଅନନ୍ତର ବତ୍ସ ଈଶ୍ୱର ତୁମ ପ୍ରତି ସଦୟ ହୁଅନ୍ତୁ। ନିଜ ସହୋଦରଙ୍କ ପ୍ରତି ନିଜ ହୃଦୟରେ ଆକୁଳ ଆକାଂକ୍ଷା ପ୍ରକାଶ ପାଇବାରୁ ସେ ସ୍ଥାନରୁ ସେ ତ୍ୟାଗ କଲେ ଓ ବିଳାପ କରିବା ପାଇଁ ଅନ୍ୟ ଏକ ସ୍ଥାନ ଅନ୍ୱେଷଣ କଲେ। ତହୁଁ ସେ ନିଜ କକ୍ଷରେ ପ୍ରବେଶ କରି ରୋଦନ କଲେ। ତତ୍ପରେ ନିଜ ମୁଖ ଧୌତ କରି ଫେରି ଆସିଲେ ଓ ନିଜକୁ ନିୟନ୍ତ୍ରଣାଧୀନ ରଖି କହିଲେ, ଆହାର ପରିବେଷଣ କର। ଯୋସେଫ ତାଙ୍କ ଭ୍ରାତାମାନେ ଓ ଯୋସେଫଙ୍କ ଗହଣରେ ଆହାର କରିବାକୁ ଥିବା ଇଜିପ୍ଟିୟମାନଙ୍କ ପ୍ରତି ସେମାନେ ପୃଥକ ଭାବେ ଭକ୍ଷଣ କରି ପରିବେଷଣ କଲେ, କାରଣ
ଇଜିପ୍ଟିୟ ଲୋକେ ଏବ୍ରେୟମାନଙ୍କ ସଙ୍ଗରେ ଆହାର କରୁନଥିଲେ। ତାହା ଇଜିପ୍ଟିୟମାନଙ୍କ ପାଇଁ ନିଷିଦ୍ଧ ଥିଲା। ପ୍ରଥମ ଜାତ ଠାରୁ କନିଷ୍ଠ ଭ୍ରାତା ପର୍ଯ୍ୟନ୍ତ ନିଜ ନିଜର ବୟସାନୁକ୍ରମେ ସେମାନେ ତାଙ୍କ ସମ୍ମୁଖରେ ଉପବିଷ୍ଟ ହେଲେ। ସେମାନେ ଆଶ୍ଚର୍ଯ୍ୟିତ ହୋଇ ପରସ୍ପରକୁ ଚାହିଁଲେ। ଯୋସେଫ ନିଜ ଖାଦ୍ୟ ପଦାର୍ଥର ଏକ ଅଂଶ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଦେଲେ, କିନ୍ତୁ ସେମାନଙ୍କ ତୁଳନାରେ ବେଞ୍ଜାମିନଙ୍କ ଅଂଶ 5 ଗୁଣ ଅଧିକ ଥିଲା। ସେମାନେ ପାନ କରି ତାଙ୍କ ସାଙ୍ଗରେ ଉଲ୍ଲସିତ ହେଲେ। ଉତ୍ପତ୍ତି ଅଧ୍ୟାୟ 44। ଏହାପରେ ଯୋସେଫ ନିଜ ଗୃହର ଦେବାନକୁ ଡାକି କହିଲେ, ସେମାନଙ୍କ ଥଳିଗୁଡ଼ିକର ମୁଖ ପର୍ଯ୍ୟନ୍ତ ଶସ୍ୟ ପୂର୍ଣ୍ଣ କର। ପୁଣି ପ୍ରତ୍ୟେକଙ୍କ ଅର୍ଥ ତାଙ୍କର ଥଳି ମୁଖରେ ରଖିଦିଅ। କନିଷ୍ଠ ଭ୍ରାତାର ଥଳି ମୁଖରେ ଶସ୍ୟ ମୂଲ୍ୟ ଅର୍ଥ ସମେତ ମୋର ରୌପ୍ୟ ପାନପତ୍ର ମଧ୍ୟ ରଖିଦିଅ। ତହୁଁ ଯୋସେଫଙ୍କ ଆଦେଶ ଅନୁସାରେ ସେ ସମସ୍ତ କାର୍ଯ୍ୟ ସେ ସାଧନ କଲା। ଅରୁଣୋଦୟ କାଳରେ ସେମାନଙ୍କର ଗର୍ଦ୍ଧବ ସମେତ ସେ ସେମାନଙ୍କୁ ଯାତ୍ରା ପଥରେ ପଠାଇ ଦେଲେ। ନଗରୀ ସୀମାଠାରୁ ସେମାନେ ସ୍ୱଳ୍ପ ଦୂର ଅତିକ୍ରମ କଲାପରେ ଯୋସେଫ ନିଜ ଗୃହର ଦେବାନକୁ ଡାକି କହିଲେ, ତୁମେ ସହସା ସେମାନଙ୍କ ପଶ୍ଚାତ ଧାବନ କରି ସେମାନଙ୍କ ସନ୍ନିହିତ ହୁଅ ଓ ସେମାନଙ୍କୁ କୁହ, ତୁମ୍ଭେମାନେ ପ୍ରାପ୍ତ ହୋଇଥିବା ଉପକାର ପରିବର୍ତ୍ତେ କାହିଁକି ଅପକାର କଲ? ତୁମେ କାହିଁକି ମୋର ରୌପ୍ୟ ପାନପାତ୍ର ଅପହରଣ କଲ? ମୋର ମୁନିବ ଏଥିରେ କ'ଣ ପାନ କରନ୍ତି ନାହିଁ? ତାହା ପ୍ରୟୋଗ କରି ସେ ଭାଗ୍ୟ ଫଳ ପ୍ରକାଶ କରନ୍ତି ନାହିଁ କି? ଏତଦ୍ ତୁମ୍ଭେମାନେ ଭୁଲ କାର୍ଯ୍ୟ ସାଧନ କରିଅଛ। ସେ ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ପୂର୍ବୋକ୍ତ କଥା କହିଲା। ସେମାନେ ତାକୁ କହିଲେ, ଆମ ପ୍ରଭୁ ବା କାହିଁକି ଏପରି କଥା କହନ୍ତି? ତୁମର ଏହି ଦାସଗଣ ଏପରି କାର୍ଯ୍ୟ ସାଧନରୁ ନିବୃତ୍ତ ରୁହନ୍ତୁ। ଆମ ଥଳି ମଧ୍ୟରେ ପରିଦୃଷ୍ଟ ଅର୍ଥକୁ କାନାନ ଦେଶରୁ ଆମେ ତୁମ ନିକଟକୁ ଫେରାଇ ଆଣିଥିଲୁ। ତାହା ହେଲେ ଆମେ ତୁମ ମୁନିବଙ୍କ ଗୃହରୁ ରୌପ୍ୟ କିମ୍ବା ସ୍ୱର୍ଣ୍ଣ କିପରି ବା ଅପହରଣ କରିପାରୁ? ତୁମ ଦାସମାନଙ୍କ ମଧ୍ୟରୁ ଯାହା ପାଖରେ ତାହା ଦେଖାଯିବ ସେ ନିହତ ହେବ ଏବଂ ଆମେ ସମସ୍ତେ ଆମ ପ୍ରଭୁଙ୍କ ଦାସ ହେବୁ। ତହୁଁ ସେ କହିଲା, ତୁମେ ଯାହା କହିଅଛ ତାହା ହିଁ ହେଉ। ଯାହା ନିକଟରେ ତାହା ଦେଖାଯିବ ସେ ମୋର ଦାସ ହେବ ଓ ଅନ୍ୟ ସମସ୍ତେ ନିରପରାଧୀ ରୂପେ ପରିଗଣିତ ହେବେ। ସହସା ସେମାନେ ପ୍ରତ୍ୟେକେ ନିଜ ନିଜର ଥଳିକୁ ତଳକୁ ଓହ୍ଲାଇ ଦେଇ ରଖିଦେଲେ। ଜ୍ୟେଷ୍ଠଠାରୁ ଆରମ୍ଭ କରି କନିଷ୍ଠ ଭ୍ରାତା ପର୍ଯ୍ୟନ୍ତ ସେ ସମସ୍ତଙ୍କ ଥଳି ତନ୍ନଖ କରି ଦେଖିଲା ଓ ବେଞ୍ଜାମିନଙ୍କ ଥଳିରେ ପାନପାତ୍ରଟି ଦେଖିବାକୁ ପାଇଲା। ତହୁଁ ସେମାନେ ସ୍ୱପରିହିତ ବସ୍ତ୍ର ଛିନ୍ନ କଲେ। ଅନନ୍ତର ନିଜ ନିଜର ବୋଝ ଗର୍ଦ୍ଧବ ଉପରେ ଲଦି ନଗରୀକୁ ଫେରିଗଲେ। ଜୁଦା ଓ ତାଙ୍କ ସହୋଦରମାନେ ଯୋସେଫଙ୍କ ଗୃହରେ ଆସି ପହଞ୍ଚିଲେ। ସେ ଅଦ୍ୟାବଧି ସେଠାରେ ଉପସ୍ଥିତ ଥିଲେ। ସେମାନେ ତାଙ୍କ ସମ୍ମୁଖରେ ଅବମାନିତ ହେଲେ। ଯୋସେଫ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ଏ କ'ଣ କରିଅଛ? ମୋ ସଦୃଶ ଜଣେ ବ୍ୟକ୍ତି ଭାଗ୍ୟଫଳ ସମ୍ବନ୍ଧୀୟ ଅନୁମାନ କରିପାରେ। ତୁମ୍ଭେମାନେ କ'ଣ ଏହା ଜାଣ ନା? ଜୁଦା ତାଙ୍କୁ କହିଲା, ମୋ ପ୍ରଭୁଙ୍କୁ ଆମେ ବା କ'ଣ କହିବା? ଅଥବା ଆମେ ଯେ ନିରପରାଧୀ ଏହା ଆମେ କିପରି ପ୍ରମାଣ କରିପାରିବା? ଈଶ୍ୱର ତୁମ ଏହି ଦାସମାନଙ୍କର ଦୋଷ ପ୍ରକଟ କରିଅଛନ୍ତି। ଦେଖ, ଆମେ ଓ ଯାହାଙ୍କଠାରୁ ସେହି ପାନପାତ୍ର ମିଳିଛି ସେହି ବ୍ୟକ୍ତି ଉଭୟେ ମୋ ପ୍ରଭୁଙ୍କ ଦାସ। କିନ୍ତୁ
ଯୋସେଫ କହିଲେ, ମୁଁ କେବେ ହେଁ ସେହିପରି ଭାବରେ କରିବି ନାହିଁ। ଯାହା ପାଖରେ ପାନପାତ୍ର ଦେଖାଗଲା କେବଳ ସେ ମୋର ଦାସ ହେବ। ଅବଶିଷ୍ଟ ସମସ୍ତେ ନିଜ ପିତାଙ୍କ ପାଖକୁ ଶାନ୍ତିରେ ପ୍ରସ୍ଥାନ କରିପାରିବେ। ସେ ସମୟରେ ଯୁଦା ତାଙ୍କ ପାଖକୁ ଆସି କହିଲା, ହେ ମୋର ପ୍ରଭୁ, ତୁମର ଏହି ଦାସ ତୁମ ଶ୍ରୁତିପଟରେ ଗୋଟିଏ କଥା କହିବା ପାଇଁ ବିନୀତ ଭାବେ ଅନୁମତି ଭିକ୍ଷା କରେ। ତୁମେ କପାଳନକ ତୁମ ଦାସ ବିରୁଦ୍ଧରେ ପ୍ରଜ୍ୱଳିତ ନ ହୁଅ, କାରଣ ତୁମେ ସ୍ୱୟଂ ଫାରୋଙ୍କ ସଦୃଶ ମୋ ପ୍ରଭୁ ତୁମର ଏହି ଦାସମାନଙ୍କୁ ପଚାରିଥିଲେ, ତୁମ ପିତା କିମ୍ବା ଭ୍ରାତା କେହି ଅଛନ୍ତି କି? ତହୁଁ ଆମେ ପ୍ରଭୁଙ୍କୁ କହିଥିଲୁ, ଆମର ବୟୋବୃଦ୍ଧ ଜଣେ ପିତା ଓ ତାଙ୍କ ବାର୍ଦ୍ଧକ୍ୟାବସ୍ଥାରେ ଜାତ ଆମର ଜଣେ କନିଷ୍ଠ ଭ୍ରାତା ମଧ୍ୟ ଅଛି। ତାର ସହୋଦର ମୃତ୍ୟୁବରଣ କରିଛି। ତାର ମାତାଙ୍କ ଠାରୁ ଜାତ ସନ୍ତାନମାନଙ୍କ ମଧ୍ୟରୁ କେବଳ ସେ ଜୀବିତ ରହିଛି। ସୁତରାଂ ସେ ପିତାଙ୍କ ପ୍ରିୟ ପାତ୍ର। ତେବେ ତୁମେ ତୁମ ଦାସମାନଙ୍କୁ କହିଲ, ତାକୁ ମୋ ପାଖକୁ ଘେନି ଆସ। ମୁଁ ତାର ଦର୍ଶାନିଭାସି। କିନ୍ତୁ ଆମେ ପ୍ରଭୁଙ୍କୁ କହିଲୁ, ବାଳକଟି ପିତାଙ୍କୁ ତ୍ୟାଗ କରି ଯାଇ ନ ପାରେ, କାରଣ ତ୍ୟାଗ କଲେ ପିତା ଅବଶ୍ୟ ମୃତ୍ୟୁବରଣ କରିବେ। କିନ୍ତୁ ତୁମ କନିଷ୍ଠ ଭ୍ରାତା ତୁମ ଗହଣରେ ନ ଆସିଲେ ତୁମ୍ଭେମାନେ ମୋତେ ଦେଖିପାରିବ ନାହିଁ ବୋଲି ତୁମେ ଆମକୁ କହିଲ। ତୁମର ଦାସ ଆମ ପିତାଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରି ତୁମେ କହିଥିବା ସବୁ କିଛି ଆମେ ଆମ ପିତାଙ୍କୁ ବିଦିତ କଲୁ। ତତ୍ପରେ ପିତା ଆମକୁ ପୁନରାୟ ଯାଇ ଆହୁରି ସ୍ୱଳ୍ପ ଶସ୍ୟ କ୍ରୟ କରି ଆଣ ଏହିପରି କହିଲେ। କିନ୍ତୁ ଆମେ କହିଲୁ, ଆମେ ଯିବୁ ନାହିଁ। ଯଦି ଆମ କନିଷ୍ଠ ଭ୍ରାତା ଆମ ଗହଣରେ ଯିବ, ତାହାହେଲେ ଆମେ ଯାଇପାରିବୁ। କନିଷ୍ଠ ଭ୍ରାତା ଆମ ସଙ୍ଗରେ ନଥିଲେ ଆମେ ସେହି ବ୍ୟକ୍ତିକୁ ଦେଖିପାରିବୁ ନାହିଁ। ସେ ସମୟରେ ତୁମର ଦାସ ଆମ ପିତା କହିଲେ, ତୁମ୍ଭମାନଙ୍କୁ ଏହା ଅବଗତ ଯେ ମୋର ପତ୍ନୀ ମୋ ଔରସରୁ 2ଟି ପୁତ୍ରକୁ ଜନ୍ମ ଦେଇଛି। ଜଣେ ମୋତେ ତ୍ୟାଗ କରି ଯାଇଛି। ତା ସମ୍ପର୍କରେ ମୁଁ ଭାବିନେଲି ଯେ କୌଣସି ବନ୍ୟଜନ୍ତୁ ତାକୁ ଅବଶ୍ୟ ଛିନ୍ନ ଭିନ୍ନ କରିଅଛି। ସେହି ଦିନଠାରୁ ମୁଁ ତାକୁ କେବେ ଦେଖିବାକୁ ପାଇନାହିଁ। ଏହାକୁ ମଧ୍ୟ ତୁମେ ଯଦି ତୁମ ସଙ୍ଗରେ ଘେନିଯାଅ ଓ ତାର କୌଣସି ଅନିଷ୍ଟ ହୁଏ, ତେବେ ପୋକ କେଶ ବିଶିଷ୍ଟ ହୋଇଥିବା ମୋତେ ତୁମ୍ଭେମାନେ ଶୋକ ଅବସ୍ଥାରେ ପାତାଳକୁ ପଠାଇବ। ସୁତରାଂ ପିତାଙ୍କ ଜୀବନ ବାଳକଟିର ଜୀବନ ସହ ଘନିଷ୍ଠ ଭାବେ ଜଡ଼ିତ ଥିବାରୁ ତାକୁ ସାଙ୍ଗରେ ନ ନେଇ ମୁଁ ଯଦି ପିତାଙ୍କ ପାଖକୁ ଫେରିଯାଏ, ତେବେ ବାଳକଟି ଆମ ସହ ନଥିବା ଦେଖି ସେ ମୃତ୍ୟୁବରଣ କରିବେ। ଫଳରେ ପୋକ କେଶ ବିଶିଷ୍ଟ ତୁମର ଦାସ ଆମ ପିତାଙ୍କୁ ଆମ୍ଭେମାନେ ପାତାଳକୁ ଶୋକ ଅବସ୍ଥାରେ ପଠାଇବୁ। ମୁଁ ଯଦି ତାକୁ ତୁମ ପାଖକୁ ଫେରାଇ ନ ଆଣେ, ତେବେ ମୁଁ ଆଜୀବନ ତୁମ ସମ୍ମୁଖରେ ଅପରାଧୀ ସାବ୍ୟସ୍ତ ହୋଇ ରହିବି। ଏହା କହି ତୁମର ଦାସ ମୁଁ ମୋର ପିତାଙ୍କ ନିକଟରେ ବାଳକ ପାଇଁ ପଣ ସ୍ୱରୂପ ରହିଛି। ସୁତରାଂ ବର୍ତ୍ତମାନ ବାଳକଟି ପରିବର୍ତ୍ତେ ତୁମ ଦାସକୁ ଦାସ ରୂପେ ନିୟୋଜିତ ହେବାକୁ ଅନୁମତି ଦିଅ। ମୁଁ ଏହିପରି ବିନୀତ ପ୍ରାର୍ଥନା କରେ, ବାଳକଟି ଯେପରି ନିଜ ଭ୍ରାତାମାନଙ୍କ ଗହଣରେ ଫେରିପାରେ ତ ନିମନ୍ତେ ଅନୁମତି ଦିଅ। ତା ବ୍ୟତୀତ ମୁଁ କିପରି ପିତାଙ୍କ ପାଖକୁ ଫେରିଯିବି? ପିତାଙ୍କ ପ୍ରତି ସଂଘଟିତ ହେବାକୁ ଥିବା ଅନିଷ୍ଟ ଦେଖିବା ପାଇଁ ମୁଁ ଅକ୍ଷମ। ଉତ୍ପତ୍ତି ଅଧ୍ୟାୟ 45। ସେଠାରେ ଦଣ୍ଡାୟମାନ ସମସ୍ତଙ୍କ ସମ୍ମୁଖରେ ନିଜ ଆବେଗକୁ ଆୟତ୍ତ କରିବାକୁ ଯୋସେଫ ଅକ୍ଷମ ହୋଇ ସମସ୍ତେ ବାହାରି ଯାଆନ୍ତୁ ବୋଲି ଉଚ୍ଚ ସ୍ୱରରେ ଚିତ୍କାର କଲେ। ସୁତରାଂ
ନିଜ ସହୋଦରମାନଙ୍କ ନିକଟରେ ଯୋସେଫ ନିଜର ପରିଚୟ ପ୍ରଦାନ କରିବା ସମୟରେ ସେଠାରେ କେହି ନଥିଲେ। ସେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ। ଇଜିପ୍ଟିୟମାନେ ଫାରୋଙ୍କ ପରିବାର ବର୍ଗ ତାହା ଶୁଣିଲେ। ଯୋସେଫ ନିଜ ଭ୍ରାତାମାନଙ୍କୁ କହିଲେ, ମୁଁ ଯୋସେଫ, ମୋର ପିତା କ'ଣ ଅତ୍ୟାବଧି ଜୀବିତ? କିନ୍ତୁ ତାଙ୍କ ଭ୍ରାତାମାନେ କିଛି ଉତ୍ତର ଦେଇପାରିଲେ ନାହିଁ, କାରଣ ତାଙ୍କ ସମ୍ମୁଖରେ ସେମାନେ ବିସ୍ମୟରେ ସମ୍ବିଭୂତ ହୋଇଥିଲେ। ସୁତରାଂ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋ ନିକଟକୁ ଆସି ମୁଁ ଏହା ପ୍ରାର୍ଥନା କରେ। ସେମାନେ ସମୀପବର୍ତ୍ତୀ ହେବା ସମୟରେ ସେ କହିଲେ, ତୁମ୍ଭେମାନେ ଯାହାକୁ ଇଜିପ୍ଟିୟମାନଙ୍କୁ ବିକ୍ରୟ କଲ, ତୁମ ଭ୍ରାତା ମୁଁ ସେହି ଯୋସେଫ। ମୋତେ ଏହିଟାକୁ ବିକ୍ରୟ କରିଥିବା ଯୋଗୁଁ ତୁମ୍ଭେମାନେ ଶୋକାତୁର ହୁଅ ନାହିଁ କିମ୍ବା ନିଜ ପ୍ରତି କ୍ରୋଧାନ୍ୱିତ ହୁଅ ନାହିଁ। ଜୀବନର ସଂଗ୍ରହାର୍ଥେ ଈଶ୍ୱର ମୋତେ ଏହିଠାକୁ ତୁମ ପୂର୍ବରୁ ପ୍ରେରଣ କରିଅଛନ୍ତି। ଦେଶରେ ଦୁର୍ଭିକ୍ଷର 2ଟି ବର୍ଷ ମାତ୍ର ଅତିବାହିତ ହୋଇଛି ଏବଂ ଆହୁରି 5 ବର୍ଷ ଅବଶିଷ୍ଟ ଅଛି। ସେ ସମୟରେ ଚାଷ କିମ୍ବା ଫସଲ ଅମଳ ହେବ ନାହିଁ। ଭୂପୃଷ୍ଠରେ ତୁମ ସନ୍ତାନମାନଙ୍କୁ ସଂରକ୍ଷିତ କରିବା ଏବଂ ତୁମ ସନ୍ତାନମାନଙ୍କୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଈଶ୍ୱର ତୁମ ପୂର୍ବରୁ ମୋତେ ଏହିଠାକୁ ପ୍ରେରଣ କରିଅଛନ୍ତି। ତୁମ୍ଭେମାନେ ନୁହଁ, ବରଂ ଈଶ୍ୱର ମୋତେ ଏଠାକୁ ପଠାଇଅଛନ୍ତି। ଅତଏବ ସେ ମୋତେ ଫାରାଓଙ୍କ ପିତା, ତାଙ୍କ ଗୃହାଧିପତି ତଥା ସମଗ୍ର ଇଜିପ୍ଟର ଶାସକ ପାଦରେ ଅଧିଷ୍ଠିତ କରିଅଛନ୍ତି। ତୁମ୍ଭେମାନେ ଶୀଘ୍ର ମୋ ପିତାଙ୍କ ପାଖକୁ ଯାଇ କୁହ, ତୁମ ପୁତ୍ର ଯୋସେଫ ଏହା କହେ, ଈଶ୍ୱର ମୋତେ ସମଗ୍ର ଇଜିପ୍ଟର ଅଧୀଶ କରିଅଛନ୍ତି। ଅବିଳମ୍ବେ ମୋ ପାଖକୁ ଆସ। ତୁମେ ଗୋସେନ ଅଞ୍ଚଳରେ ଅବସ୍ଥାନ କରିପାରିବ ଓ ତୁମେ ମୋର ସମୀପବର୍ତ୍ତୀ ହୋଇ ରହିବ। ତୁମ ସନ୍ତାନ, ତୁମ ପୌତ୍ର ଗୋ ତଥା ମେଷପଲ ଏବଂ ତୁମର ସମସ୍ତ ବସ୍ତୁ ତୁମେ ସେଠାରେ ରଖିପାରିବ। ମୁଁ ତୁମର ପ୍ରତିପାଳନ କରିବି, କାରଣ ଦୁର୍ଭିକ୍ଷରେ ଆହୁରି 5 ବର୍ଷ ଅବଶିଷ୍ଟ ରହିଛି। ତାହାହେଲେ ତୁମେ ତୁମ ପରିବାର ବର୍ଗ ତଥା ତୁମର ସମସ୍ତ ବସ୍ତୁ ଦୁର୍ଭିକ୍ଷ ଦାଉରୁ ରକ୍ଷା ପାଇବ। ମୁଁ ହିଁ ତୁମ୍ଭମାନଙ୍କ ସହ କଥାବାର୍ତ୍ତା କରୁଛି। ଏହା ତୁମ୍ଭେମାନେ ମୋ ସହୋଦର ବେଞ୍ଜାମିନ ପ୍ରତ୍ୟକ୍ଷ ଭାବେ ଦେଖୁଅଛ। ଇଜିପ୍ଟରେ ମୋର ବୈଭବ ତଥା ଯାହା କିଛି ତୁମ୍ଭେମାନେ ଦେଖିଅଛ, ସେ ସମ୍ପର୍କରେ ମୋର ପିତାଙ୍କୁ ଖୁବ୍ ଶୀଘ୍ର ଜଣାଅ। ସହସା ପିତାଙ୍କୁ ମୋ ପାଖକୁ ଘେନି ଆସ। ତତ୍ପରେ ସେ ନିଜ ଭ୍ରାତା ବେଞ୍ଜାମିନକୁ ଆଲିଙ୍ଗନ କରି ରୋଦନ କଲେ। ତହୁଁ ବେଞ୍ଜାମିନ ମଧ୍ୟ ତାଙ୍କ ସ୍କନ୍ଧରେ ମସ୍ତକ ନତ ରଖି କ୍ରନ୍ଦନ କରିବାକୁ ଲାଗିଲା। ପରେ ସେ ନିଜ ସମସ୍ତ ସହୋଦରଙ୍କୁ ଆଲିଙ୍ଗନ କରି ବିଳାପ କଲେ। କେବଳ ଏହାପରେ ତାଙ୍କ ଭ୍ରାତାମାନେ ତାଙ୍କ ସହ ବାର୍ତ୍ତାଳାପ କଲେ। ଯୋସେଫଙ୍କ ସହୋଦରମାନଙ୍କ ଆଗମନର ସମ୍ବାଦ ଫାରାଓଙ୍କ ପ୍ରସାଦରେ ପ୍ରଚାରିତ ହେଲା ଓ ଫାରାଓ ଏବଂ ତାଙ୍କ ଦାସଗଣ ଆନନ୍ଦିତ ହେଲେ। ଫାରାଓ ଯୋସେଫଙ୍କୁ କହିଲେ, ତୁମ ସହୋଦରମାନଙ୍କୁ ଏହା କହିବାକୁ କୁହ, ତୁମ ପଶୁମାନଙ୍କ ଉପରେ ବୋଝ ଲଦି କାନାନ ଦେଶାଭିମୁଖେ ପ୍ରତ୍ୟାବର୍ତ୍ତନ କର। ତତ୍ପରେ ତୁମ ପିତା ଓ ତୁମ୍ଭମାନଙ୍କର ପରିବାର ବର୍ଗକୁ ମୋ ପାଖକୁ ଘେନି ଆସ। ଇଜିପ୍ଟର ସର୍ବୋତ୍କୃଷ୍ଟ ସ୍ଥାନ ମୁଁ ତୁମ୍ଭମାନଙ୍କୁ ଦେବି। ତୁମ୍ଭେମାନେ ଦେଶର ସର୍ବୋତ୍ତମ ବିଭବ ଭୋଗ କରିବ। ଏହା ମଧ୍ୟ ସେମାନଙ୍କୁ କୁହ, ତୁମ ଶିଶୁ ତଥା ପତ୍ନୀମାନଙ୍କ ପାଇଁ ଇଜିପ୍ଟରୁ ରଥଗୁଡ଼ିକ ନେଇଯାଅ।
ତୁମ ପିତାଙ୍କୁ ମଧ୍ୟ ସଙ୍ଗରେ ନେଇ ଆସ। ତୁମ ସମ୍ପତ୍ତି ବିଷୟରେ ଉତ୍କଣ୍ଠ ହୁଅ ନାହିଁ। ସମଗ୍ର ଇଜିପ୍ଟର ସର୍ବୋତ୍ତମ ବସ୍ତୁ ସମୂହ ତୁମମାନଙ୍କର ଅଟେ। ଇସ୍ରାଏଲଙ୍କ ସନ୍ତାନମାନେ ତାହା ସାଧନ କଲେ। ଫାରୋଙ୍କ ଆଦେଶ ମୁତାବକ ଯୋସେଫ ସେମାନଙ୍କୁ ରଥଗୁଡ଼ିକ ତଥା ଯାତ୍ରା ନିମନ୍ତେ ଆବଶ୍ୟକ ସମସ୍ତ ପଦାର୍ଥ ପ୍ରଦାନ କଲେ। ପ୍ରତ୍ୟେକଙ୍କୁ ସେ ନୂତନ ବସ୍ତ୍ର ମଧ୍ୟ ଦେଲେ। କିନ୍ତୁ ବେଞ୍ଜାମିନ ଉଦ୍ଦେଶ୍ୟରେ 300 ରୌପ୍ୟ ଶେକେଲ ତଥା 5ଟି ନୂତନ ବସ୍ତ୍ର ଦାନ କଲେ। 10 ଗୋଟି ଗର୍ଦ୍ଦଭ ଉପରେ ଇଜିପ୍ଟର ଉତ୍ପନ୍ନ ଉତ୍ତମ ବସ୍ତୁ ଓ 10ଟି ମାଇ ଗର୍ଦ୍ଦଭ ଉପରେ ଶସ୍ୟ, ରୁଟି ତଥା ଯାତ୍ରା ନିମନ୍ତେ ଆବଶ୍ୟକ ଦ୍ରବ୍ୟକୁ ନିଜ ପିତାଙ୍କ ଉଦ୍ଦେଶ୍ୟରେ ପଠାଇଲେ। ଏପରି ଭାବେ ସେ ନିଜ ସହୋଦରମାନଙ୍କୁ ଯାତ୍ରା ପଥରେ ପଠାଇଲେ। ସେମାନେ ଯାତ୍ରା ଆରମ୍ଭ କରିବା ବେଳେ ସେ ସେମାନଙ୍କୁ କହିଲେ, ଯାତ୍ରା ପଥରେ କଳହ କର ନାହିଁ। ଅନନ୍ତର ସେମାନେ ଇଜିପ୍ଟରୁ ପ୍ରସ୍ଥାନ କରି କାନାନ ଦେଶରେ ନିଜ ପିତା ଯାକୋବଙ୍କ ପାଖରେ ଆସି ପହଞ୍ଚିଲେ। ସେମାନେ ତାଙ୍କୁ କହିଲେ, ଯୋସେଫ ଅତ୍ୟାବଧି ଜୀବିତ। ସେ ସମଗ୍ର ଇଜିପ୍ଟର ଅଧୀଶ ହୋଇଛନ୍ତି। ଏଥିରେ ସେ ସମ୍ଭୀଭୂତ ହେଲେ, କାରଣ ସେ ସେମାନଙ୍କୁ ବିଶ୍ୱାସ କରିପାରିଲେ ନାହିଁ। କିନ୍ତୁ ଯୋସେଫ କହିଥିବା ସମସ୍ତ କଥା ଶୁଣି ଓ ତାଙ୍କୁ ଘେନିଯିବା ପାଇଁ ଯୋସେଫ ପଠାଇଥିବା ରଥଗୁଡ଼ିକୁ ଦେଖି ସେମାନଙ୍କ ପିତା ଯାକୋବ ପୁନରାୟ ଆହ୍ଲାଦିତ ହେଲେ। ସେ ସମୟରେ ଇସ୍ରାଏଲ କହିଲେ, ମୁଁ ସନ୍ତୁଷ୍ଟ, ମୋର ପୁତ୍ର ଯୋସେଫ ଅତ୍ୟାବଧି ଜୀବିତ ଅଛି। ମୃତ୍ୟୁ ପୂର୍ବରୁ ମୁଁ ଯାଇ ତାହାକୁ ଦେଖିବି। ଉତ୍ପତ୍ତି ଅଧ୍ୟାୟ 46। ସୁତରାଂ ନିଜର ସର୍ବସ୍ୱ ସମେତ ଇସ୍ରାଏଲ ଯାତ୍ରା ଆରମ୍ଭ କଲେ। ବେରସେବାରେ ଆସି ପହଞ୍ଚି ନିଜ ପିତା ଇସାକଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଗୁଡ଼ିକ ଉତ୍ସର୍ଗ କଲେ। ରାତ୍ରି କାଳରେ ଦର୍ଶନ ଦେଇ ଈଶ୍ୱର ଇସ୍ରାଏଲଙ୍କ ସହ କଥୋପକଥନ କରି ଡାକିଲେ, ଯାକୋବ, ହେ ଯାକୋବ। ସେ ପ୍ରତ୍ୟୁତ୍ତର ଦେଲେ, ଏହି ମୁଁ। ତହୁଁ ଈଶ୍ୱର କହିଲେ, ମୁଁ ଈଶ୍ୱର, ମୁଁ ଅଟେ ତୁମ ପିତାଙ୍କ ଈଶ୍ୱର। ଇଜିପ୍ଟକୁ ଯାତ୍ରା କରିବା ପାଇଁ ସାହସ ହରାଅ ନାହିଁ, କାରଣ ସେଠାରେ ମୁଁ ତୁମକୁ ସଂଖ୍ୟାଧିକ ଭାବେ ପରିବର୍ଦ୍ଧିତ କରାଇ ଏକ ବିପୁଳ ଜନତା କରିବି। ମୁଁ ତୁମ ସହ ଇଜିପ୍ଟକୁ ଯାତ୍ରା କରିବି ଓ ତୁମକୁ ଏହିଠାକୁ ଫେରାଇ ଆଣିବି। ମୃତ୍ୟୁ ସମୟରେ ଯୋସେଫଙ୍କ ହସ୍ତ ତୁମ ଚକ୍ଷୁ ଯୁଗଳକୁ ମୁଦ୍ରିତ କରିବ। ତତ୍ପରେ ଯାକୋବ ବେରସେବାଠାରୁ ପୁନରାୟ ଯାତ୍ରା ଆରମ୍ଭ କଲେ। ଫାରୋଙ୍କ ଦ୍ୱାରା ପ୍ରେରିତ ରଥଗୁଡ଼ିକରେ ଇସ୍ରାଏଲଙ୍କ ସନ୍ତାନମାନେ ନିଜ ପିତା ଯାକୋବ ସେମାନଙ୍କ ଶିଶୁ ଓ ପତ୍ନୀମାନଙ୍କୁ ଆସୀନ କରାଇ ସଙ୍ଗରେ ଘେନିଗଲେ। ନିଜ ଗୋପଲ ତଥା କାନାନ ଦେଶରୁ ଅର୍ଜିତ ନିଜର ସମସ୍ତ ବସ୍ତୁ ମଧ୍ୟ ସେମାନେ ସଙ୍ଗରେ ନେଇଥିଲେ। ଏହିପରି ଯାକୋବ ଓ ତାଙ୍କ ସନ୍ତାନଗଣ ଇଜିପ୍ଟରେ ଆସି ପହଞ୍ଚିଲେ। ପୁତ୍ର ତଥା ପୈତ୍ର ପୌତ୍ରୀ ପ୍ରଭୃତି ନିଜର ସମସ୍ତ ସନ୍ତାନମାନଙ୍କୁ ସେ ଇଜିପ୍ଟକୁ ନେଇଗଲେ। ଇଜିପ୍ଟକୁ ଆସିଥିବା ଇସ୍ରାଏଲଙ୍କ ସନ୍ତାନମାନଙ୍କ ନାମ ବିବରଣୀ ଏହା। ଯାକୋବ ଓ ତାଙ୍କ ବଂଶ ପରମ୍ପରା। ଯାକୋବଙ୍କ ପ୍ରଥମ ପୁତ୍ର ରେଉବେନ, ହାନେକ, ପାଲା, ହେସ୍ରନ ଓ କାର୍ମି ହେଲେ ରେଉବେନର ସନ୍ତାନ। ଜେମୁଏଲ, ଜାମିନ, ଓହାଦ, ଜାଖିନ ଓ ସାହାର ହେଲେ ସିମେୟନର ସନ୍ତାନ। ସିମେୟନ ଅର୍ସରୁ ଜଣେ କାନାନିଆ ନାରୀ ସାଉଲ ନାମକ ଜଣେ ପୁତ୍ରକୁ ମଧ୍ୟ ଜନ୍ମ ଦେଇଥିଲା। ଲେବୀଙ୍କ ପୁତ୍ରମାନେ ହେଲେ ଗେର୍ସାନ, କୋହାତ ଓ ମେରାରୀ।
ଜୁଦାର ପୁତ୍ରମାନେ ଏର୍, ଅନାନ୍, ସେଲା, ପେରେସ୍ ଓ ସେରାହ ଥିଲେ। କିନ୍ତୁ ଏର୍ ଓ ଅନାନ୍ କାନାନ୍ ଦେଶରେ ମୃତ୍ୟୁ କବଳିତ ହେଲେ। ପେରେସ୍ର ପୁତ୍ରଗଣ ଥିଲେ ହେସ୍ରନ୍ ଓ ହାମୁଲ୍। ତୋଲା, ପୁବା, ଇୟବ୍ ଓ ସିମେରନ୍ ହେଲେ ଇସାକାରର ପୁତ୍ରଗଣ। ସେବୁଲୁନ୍‌ର ପୁତ୍ରଗଣ ସେରେଦ୍, ଏଲୋନ୍ ଓ ଜାହାଲେଲ୍। ପାଦାନ୍ ଆରାମ୍‌ଠାରେ ଯାକୋବଙ୍କ ଔରସରୁ ଲେୟା ଏ ସମସ୍ତଙ୍କୁ ଜନ୍ମ ଦେଲା। ସେ ଦିନା ନାମୀ ଜଣେ କନ୍ୟାକୁ ମଧ୍ୟ ଜନ୍ମ ଦେଇଥିଲା। ଏପରି ତାଙ୍କ ପୁତ୍ର କନ୍ୟାମାନଙ୍କ ମୋଟ ସଂଖ୍ୟା ହେଲା 33। ଗାଦର ପୁତ୍ରମାନେ ହେଲେ ସିଫିୟନ୍, ହାଗିଗ୍, ଶୁନି, ଏସବନ୍, ଏରି, ଆରଦି ଓ ଆରେଲି। ଆଶେସ୍‌ର ସନ୍ତାନଗଣ ଇମାନ୍, ଇସବା, ଇସବି, ବେରିଆ। ସେମାନଙ୍କ ଭଗ୍ନୀ ଥିଲା ସେରା। ବେରିଆର ପୁତ୍ର ହେଲେ ହେବର୍ ଓ ମାଲ୍‌ଖିଏଲ୍। ଏ ସମସ୍ତେ ହେଲେ ଲାବାନ୍ ନିଜ କନ୍ୟା ଲେୟାଙ୍କୁ ପରିଚାରିକା ରୂପେ ଦେଇଥିବା ସିଲଫାର ସନ୍ତାନ। ଯାକୋବ ସିଲଫାଠାରୁ 16ଟି ପୁତ୍ରଙ୍କୁ ପ୍ରାପ୍ତ ହେଲେ। ଯାକୋବଙ୍କ ପତ୍ନୀ ରାହେଲର ପୁତ୍ରଗଣ ଥିଲେ ଯୋସେଫ୍ ଓ ବେଞ୍ଜାମିନ୍। ଓନ୍‌ର ପୁରୋହିତ ପତିଫାରଙ୍କ କନ୍ୟା ଆସେନାଥ୍ ଯୋସେଫଙ୍କ ପାଇଁ ଇଜିପ୍ଟରେ ମାନେସେ ଓ ଏଫ୍ରାଇମଙ୍କୁ ଜନ୍ମ ଦେଲେ। ବେଞ୍ଜାମିନ୍‌ର ପୁତ୍ର ହେଲା ବେଲା, ବେଖେର୍, ଆସାବେଲ୍, ଗେରା, ନାମାନ୍, ଏହିରୋସ୍, ମୁପିମ୍, ହୁପିମ୍ ଓ ଆରଦ୍। ଏହିପରି ଯାକୋବଙ୍କ ଔରସରୁ ରାହେଲ୍ 14 ଜଣ ପୁରୁଷଙ୍କୁ ଜନ୍ମ ଦେଲା। ଦାନ୍‌ର ପୁତ୍ର ଥିଲା ହୁସିସ୍। ନାଫ୍ତାଲିର ପୁତ୍ରମାନେ ହେଲେ ଯାହାସେଲ୍, ଗୁନି, ଜେସର୍ ଓ ଶିଲେମ୍। ଏମାନେ ସମସ୍ତେ ଲାବାନଙ୍କ କନ୍ୟା ରାହେଲ ପାଇଁ ପ୍ରଦତ୍ତ ବିଲ୍ହା ନାମୀ ପରିଚାରିକାଠାରୁ ଯାକୋବଙ୍କ ପାଇଁ ଜାତ ସନ୍ତାନ ଥିଲେ। ମୋଟ 7 ଜଣ ପୁରୁଷ ନିଜ ପୁତ୍ରମାନଙ୍କ ପତ୍ନୀଗଣ ବ୍ୟତୀତ ଯାକୋବଙ୍କ ଗହଣରେ ଇଜିପ୍ଟକୁ ଆଗତ ତାଙ୍କ ସନ୍ତାନମାନଙ୍କ ମୋଟ ସଂଖ୍ୟା ଥିଲା 66। ଇଜିପ୍ଟରେ ଯୋସେଫଙ୍କ ଔରସରୁ 2ଟି ସନ୍ତାନ ଜାତ ହୋଇଥିଲା। ଏହିପରି ଇଜିପ୍ଟକୁ ଆଗତ ଯାକୋବଙ୍କ ପରିବାର ଅନ୍ତର୍ଭୁକ୍ତ ବ୍ୟକ୍ତିଗଣଙ୍କ ମୋଟ ସଂଖ୍ୟା ଥିଲା 70। ଯାକୋବ ନିଜ ପୂର୍ବରୁ ଜୁଦାଙ୍କୁ ଯୋସେଫଙ୍କ ପାଖକୁ ପଠାଇଲେ, ଯେପରି ସେ ଗୋସେନ୍‌ରେ ତାଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତି। ଅନନ୍ତର ସେମାନେ ଗୋସେନ୍‌ରେ ଆସି ପହଞ୍ଚିଲେ। ଯୋସେଫ୍ ନିଜ ପିତା ଇସ୍ରାଏଲକୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ନିଜ ରଥକୁ ସଜ୍ଜିତ କରି ଗୋସେନ୍ ଅଭିମୁଖେ ପ୍ରସ୍ଥାନ କଲେ। ସେ ନିଜ ପିତାଙ୍କ ସନ୍ନିହିତ ହୋଇ ତାଙ୍କୁ ଆଲିଙ୍ଗନ କଲେ ଓ ଦୀର୍ଘ ସମୟ ଧରି କ୍ରନ୍ଦନ କଲେ। ଇସ୍ରାଏଲ ଯୋସେଫଙ୍କୁ କହିଲେ, ବର୍ତ୍ତମାନ ମୋର ବିୟୋଗ ଘଟିପାରେ, କାରଣ ମୁଁ ତୁମ ମୁଖ ଦର୍ଶନ ଲାଭ କରି ଅବଗତ ହୋଇଛି ଯେ ତୁମେ ଅଦ୍ୟାବଧି ଜୀବିତ ଅଛ। ତତ୍ପରେ ଯୋସେଫ୍ ନିଜ ଭ୍ରାତା ତଥା ପୈତୃକ ପରିବାର ବର୍ଗକୁ କହିଲେ, ମୁଁ ପୂର୍ବରୁ ଯାଇ ଫାରାଓଙ୍କୁ ଏହା କହିବି, କାନାନ୍ ଦେଶବାସୀ ମୋର ସହୋଦରମାନେ ତଥା ମୋର ସମସ୍ତ ପୈତୃକ ପରିବାର ବର୍ଗ ମୋ ପାଖରେ ଆସି ପହଞ୍ଚିଛନ୍ତି। ସେମାନେ ମେଷପାଳକ, କାରଣ ସେମାନେ ଗୋପଲର ରକ୍ଷଣାବେକ୍ଷଣ କରନ୍ତି। ମେଷ ତଥା ଗୋପଲ ଓ ସେମାନଙ୍କ ସମସ୍ତ ଆସବାବପତ୍ର ସେମାନେ ଆସିଅଛନ୍ତି। ଫାରାଓ ତୁମ୍ଭମାନଙ୍କୁ ଡକାଇ ତୁମ ଜୀବିକା କ'ଣ ବୋଲି ପଚାରିଲେ ତୁମେ ଉତ୍ତର ଦେବ, ତୁମର ଏହି ଦାସମାନେ ଯୌବନ କାଳରୁ ଏଯାବତ୍ ଗୋପାଳକ ଅଟୁ। ଆମ ପୂର୍ବ ପିତାଗଣ ମଧ୍ୟ ତାହା ହିଁ ଥିଲେ।
ସେହିପରି ଭାବେ ତୁମେ ଯଦି ଉତ୍ତର ଦିଅ ତେବେ ତୁମ୍ଭେମାନେ ଗୋସେନ୍ର ଅବସ୍ଥାନ କରିପାରିବ, କାରଣ ଇଜିପ୍ଟିୟମାନେ ସମସ୍ତ ମେଷ ତଥା ଗୋପାଳକମାନଙ୍କୁ ଅବମାନନା କରୁଥିଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା, ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇ, ଜୀବନ୍ତ ବାକ୍ୟ ପାଇ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।